ଟିକେ କଣ କରିବା ଆପଣଙ୍କୁ ଟିକେ ଭେଟିବା ପାଇଁ ଚାହୁଁଛି କେବେ ଗଲେ ଆପଣଙ୍କ ସହିତ ଦେଖା ହେଇପାରିବା। କୋଉଠୁ କହୁଛ? ମୁଁ କହୁଛି ଭୁବନେଶ୍ୱରରୁ। ହଁ ଆସିଲେ ଦେଖାହବା। ଆପଣ ସବୁବେଳେ ରହୁଛନ୍ତି? ହଁ ମୁଁ ଆଶ୍ରମରୁ କୁଆଡେ ଯାଏ ନା, ସେମିତି କେତେବେଳେ କେମିତି କୁଆଡେ କଣ ଯଦି ପଳେଇମି ନହେଲେ ବଡ ଯୋଉ ଆଜ୍ଞା ରାତି ଅଧେ କୁଆଡେ ଯିମି ଅଲଗା କଥା, ନହେଲେ ମୁଁ ପ୍ରାୟ ସବୁବେଳେ ଆଶ୍ରମରେ ରହେ। ଯେବେ ଆସିବ ଫୋନ କରିକି ଆସିବ। ଗୋଟେ ରାଧା ରାସରେ ଗୋଟେ ଅଛି, 10 ପ୍ରଣବକୁ ଥୋଇଣ ଚଉବନ ଅକ୍ଷର ସାଧୁ ଶୂନ୍ୟ ସନ୍ଥେ ବିବେକ ହୃଦୟ ବିଚାର କର। ଏଇ ଯୋଉ ଜିନିଷ ପ୍ରଣବ ତ ଆମେ ଜାଣିଛୁ ଓଙ୍କାର ପ୍ରଣବ ଗୋଟେ, ସେ ପୁଣି 10 ପ୍ରଣବ କେମିତି ଆସିବ, ତାକୁ କୋଉ ଜାଗାରେ ଥୋଇବ, ସେ ସବୁ ଜିନିଷ କିଛି ସେମିତିଆ ନା ନା ଏତେ ନା ନା ବୁଝେଇକିରି। ଶୁଣ, ଆଜ୍ଞା 10 ଆଜ୍ଞା ପ୍ରଣବ କେମିତି ହେଲା ଶୁଣ। ଆଜ୍ଞା ପ୍ରଣବ ଆଜ୍ଞା ହଉଛି ଗୋଟେ ଯେ, କିନ୍ତୁ ଆଜ୍ଞା ପ୍ରଣବର ଉତ୍ପତ୍ତି ସ୍ଥଳଟା ହଉଛି ଆମର ଅନାହତ ଚକ୍ର। ଆଚ୍ଛା ଅନାହତ ଚକ୍ର, ହଁ ଠିକ ଅଛି। ଆଜ୍ଞା ଅନାହତ ଚକ୍ରରୁ ପ୍ରଣବର ଉତ୍ପତ୍ତି ହୁଏ। ଆଜ୍ଞା ଅନାହତ ହଁ ହଁ ଚକ୍ର କୋଉଠି ତ ମୁଁ ଆଗରୁ ବହୁତ ବାର ବୁଝେଇ ହଁ ସାରିଛି। କହିଛନ୍ତି ଆପଣଙ୍କର ପୁରା ଦୁଇ ସ୍ତନର ସ୍ତନର ମଝିର ମଧ୍ୟଗତ। ପୋର୍ସନ। ଆଜ୍ଞା ଆଚ୍ଛା, ଆଜ୍ଞା ଆଜ୍ଞା ତେଣୁ ଏଥିରୁ ଜଣା ପଡୁଛି ଯେ ଅନାହତ ଚକ୍ର ମଧ୍ୟ ଦେଇକିରି ଆଜ୍ଞା ଆମର ଶ୍ୱାସ ବାୟୁ ଯିବା ଆସିବା କରେ। ହଁ ହଁ ଯେତେବେଳେ ଅନାହତ ଚକ୍ର ଦେଇକି ଶ୍ୱାସ ବାୟୁ ଯିବା ଆସିବା କରେ, ସେଇ ପ୍ରଣବ ଅନାହତ ଚକ୍ରରୁ ଶୂନ୍ୟ, ଅନାହତ ଚକ୍ର ଯୋଉ ମହତ ବ୍ରହ୍ମ ମହତତ୍ୱରୁ ସୃଷ୍ଟି ହେଇକିରି ସିଏ ହଁ କଣ ହଁ କରେ ନା ପବନରେ ଆସିକି ଖେଳେ। ବୁଝିପାରିଲେ? ଆଚ୍ଛା ସେଟା ହଁ ତେଣୁ କେମିତି ହୁଏ, ଆମେ ଗୋଟେ କଥା ଦେଖ ଯେ ଆମର ଯେମିତି ଗୋଟେ ସାଉଣ୍ଡ, ଗୋଟେ ଶବ୍ଦ, ସେ ଆଜ୍ଞା ଶବ୍ଦଟି ଆମେ ଛୋଟିଆ ଆକାରରେ ଆମର ପେନଡ୍ରାଇଭରୁ ବାହାରୁଛି, କିନ୍ତୁ ହଁ ହଁ ମାଇକ୍ରୋଫୋନ ଚୁଙ୍ଗାରେ ସେଟା ବଡ ଆକାରରେ ଶୁଭୁଛି। ହଁ ହଁ ତେଣୁ ସେମିତି ସୂକ୍ଷ୍ମ ରୂପରେ ପ୍ରଥମେ ଅନାହତ ଚକ୍ର ମହତ ବ୍ରହ୍ମ ବା ମହତତ୍ୱରୁ ସେ ପ୍ରଥମେ ସୃଷ୍ଟି ହୁଏ। ବୁଝିଲେ ନା? ମହତତ୍ୱରୁ ସୃଷ୍ଟି ହୁଏ। ଆଚ୍ଛା ହଁ, ସେ ମହତତ୍ୱରେ ଯେତେବେଳେ ଯୋଉ ଶବ୍ଦଟା ସୃଷ୍ଟି ହୁଏ, ସେଟାକୁ ଚେତନାତ୍ମିକା ଶବ୍ଦ। ବୁଝିଲେ? ସେଇ ହୁଁ ଶବ୍ଦଟାକୁ କୁହାଯାଏ ବିସର୍ଗ। ବୁଝିଲେ? ଆଚ୍ଛା ହୁଁ ବିସର୍ଗ ଧ୍ୱନିଟା ପ୍ରଥମେ ମହତତ୍ୱରୁ ସୃଷ୍ଟି ହୁଏ। ବୁଝିପାରିଲେ? ହୁଁ ସେଇ ହୁଁ ବିସର୍ଗ ଧ୍ୱନିଟା ପୁଣି କଣ ହୁଏ ନା, ଯେତେବେଳେ ଆଉ ଟିକେ ସ୍ଥୂଳ ଅଧ ଶୂନ୍ୟକୁ ଆସେ, ତତ୍ଵ ଅହଙ୍କାର ଶୂନ୍ୟକୁ ଆସେ, ସେତେବେଳେ କଣ ହୁଁ ନା ସେଟା ବିନ୍ଦୁରେ ପରିଣତ ହେଇଯାଏ। ଆଚ୍ଛା, ଅହଙ୍କାର ଆଚ୍ଛା ଶୂନ୍ୟ ରୁ ପୁଣି ଯେତେବେଳେ ଆକାଶକୁ ଆସେ, ସେଟା ଅର୍ଦ୍ଧ ମାତ୍ରାରେ ହେଇଯାଏ। ଏଠୁ ମୁଁ ମନେ ରଖିବା ଉଚିତ, ମହତତ୍ଵ, ଅହଙ୍କାର, ଆକାଶ, ଇଏ ତିନିଟା ଗୋଟିଏ ଜାଗାରେ, ଯେମିତି ଗୋଟିଏ ବହିକୁ ତିନିଟା କାଗଜ ଆମେ ଗୋଟିକ ଉପରେ ଗୋଟିଏ ଥାକ ଥାକ କରି ରଖିଲେ ଗୋଟିଏ ପଏଣ୍ଟରେ ସେ ରହିଲା। ହଁ ହଁ ଠିକ ସେମିତି ଗୋଟିଏ ସ୍ଥାନରେ ଥାକ ଥାକ କରିକି ରଖିଲେ, ଭିତରକୁ ରହିଲା ମହତତ୍ଵ, ତା ଉପରକୁ ରହିଲା ଅହଙ୍କାର, ତା ଉପରକୁ ରହିଲା ଆକାଶ। ବୁଝିଲେ ନା? ଆଚ୍ଛା ତେଣୁ ବିସର୍ଗ ଧ୍ୱନିଟା ମହତତ୍ୱରୁ ଆସିକି ଅହଙ୍କାରରେ, ଆକାଶରେ ପରିଣତ ହୁଏ, ବିନ୍ଦୁରେ ପରିଣତ ହୁଏ। ଆଉ ବିନ୍ଦୁରୁ ହୁଁ ଆକାଶକୁ ଆସିଲେ ଅର୍ଦ୍ଧ ମାତ୍ରା ହୁଏ। ତାହେଲେ ଟିକେ ପ୍ରସାରିତ ହେଲା। ସେଇ ହଁ ଆକାଶ, ହଁ ସେଇ ଆକାଶକୁ କୁହାଯାଏ ଆମର ସ୍ୱରପେଟିକାର ଶୂନ୍ୟ। ସେଇ ଶୂନ୍ୟରେ, ଆକାଶରେ ଯେତେବେଳେ ପବନ ଯିବା ଆସିବା କରେ, ସେ ଅର୍ଦ୍ଧ ମାତ୍ରା କଣ ହୁଏ, ପବନରେ 12ଟା ମାତ୍ରାରେ ପରିଣତ ହୁଏ। ହୁଁ ହୁଁ ବୁଝିପାରିଲେ ନା? ତେଣୁ ହୁଁ ବିନ୍ଦୁ, ଅର୍ଦ୍ଧମାତ୍ରା, ତାପରେ ହେଲା ଦ୍ୱାଦଶ ମାତ୍ରା ପରିଣତ ହେଲା। ଆଚ୍ଛା, ହୁଁ କଣ ହୁଏ 10 ପ୍ରଣବ କେମିତି ହେଲା ନା, ସେଇ ପବନ ଧ୍ୱନି, ପବନରେ ହଁ ଓଙ୍କାର ହଁ ଧ୍ୱନି, ଅ ଉ ମ 3 ମାତ୍ରା, ଇଏ ମିଶିକି ଯୋଉ ଓମ୍ ଧ୍ୱନି ସୃଷ୍ଟି ହୁଏ, ସେ ଓମ୍ ଧ୍ୱନି ଆମ ଦେହ ଭିତରେ ମାତ୍ର 10ଟା ଦ୍ୱାର ଅଛି। ଆଚ୍ଛା ହଁ ଗୋଟିଏ 10ଟା ଦ୍ୱାର ଅଛି। କର୍ଣ୍ଣ 2, ହୁଁ ଚକ୍ଷୁ 2, ନାସା 2, ମୁଖ ହଁ 1, ଇଏ ହେଲେ 7, ମୂତ୍ରପୁରା ମୂଳ ଦ୍ୱାର 2, କେତେ ହେଇଗଲେ 9। 9 ହେଇଗଲା। ଆଉ ଗୋଟେ 10ମ ଦ୍ୱାର ହେଲା ସୁଷୁମ୍ନା ଦ୍ୱାର। ଦୁକୁଟୁକି ନା ନା କଣ କହୁଛନ୍ତି? ନା ନା ଆଚ୍ଛା ଦୁଃଖ ଆମର ଦୁଇ ଛାମୁ ଦାନ୍ତର ମଧ୍ୟସ୍ଥଳରେ ସେଇଠି ହଉଛି 10ମ ଦ୍ୱାର। ବୁଝିଲେ ଓହୋ ଆଚ୍ଛା ହଁ ହଁ ଦୁଇ ହଁ ଛାମୁ ଦାନ୍ତର ମଧ୍ୟସ୍ଥଳରୁ ସୁଷୁମ୍ନା ନାଡି ସେ ହଁ ନାସା ହଁ ଉପର ଦେଇକି ଯାଇକି ତ୍ରିକୁଟାରେ ମିଶିଛି। ତେଣୁ ଆଚ୍ଛା ସେଇଟାକୁ ସୁଷୁମ୍ନା ଦ୍ୱାର ବା 10ମ ଦ୍ୱାର କୁହାଯାଏ। ହଁ ହଁ ତେଣୁ ନାସା ଅଗ୍ରରେ 3ଟା ଦ୍ୱାର ରହିଲେ। ହଁ ହଁ ଆଉ ତିନିଟା ଚକ୍ଷୁରେ ଦ୍ୱାର ରହିଲା ମାସକରେ ହଁ ନାସାଗ୍ରରେ 3ଟା ଦ୍ୱାର, ଚକ୍ଷୁରେ 2, 5, କର୍ଣ୍ଣରେ ହଁ 2, 7, 7 ହଁ ଆଉ ମୁଖରେ 1, 8, ହଁ ମୂତ୍ରଦ୍ୱାର ହଁ ମୂଳଦ୍ୱାର 2, କେତେ ହେଇଗଲେ 10। 10 ହେଇଗଲେ ତାକୁ ହଁ ହଁ କୁହନ୍ତି 10 ଦ୍ୱାର। ଏଇ 10 ଦ୍ୱାରରେ ଓଙ୍କାର, ଗୋଟିଏ ଅନାହତର ଗୋଟିଏ ଓଙ୍କାର ଧ୍ୱନି ଏଇ 10 ହଁ ହଁ ଜାଗାରେ 10 ଭାଗରେ ବିଭକ୍ତ ହୁଏ।
ओहो अच्छा तेणु ताकू कहुए 10 प्रणव बुझले ना। अच्छा हाँ से जो 10 द्वार रहा ताकू कहुए 10 प्रणव। आपणकर फंडा क्लियर है तो हाँ हाँ आज्ञा आज्ञा यही जो 10टा प्रणव हुए ये कौन हुए तापर कौन कहल 50 10 प्रणव को थोड़ना 54 अक्षर 54 कर रुह 54 अक्षर आज्ञा 10 प्रणव को रखिक पुणी 54 के बुझेबा ना 54 हूँ षड़ चक्र रे हैला 50 हाँ हाँ 50 षड़ चक्र रे 50 हाँ आ सिद्धि रस्तु 4 4 54 हाँ हाँ 54 ये 10 प्रणव 10 केते गले 64 हो गला हाँ आपको 64 अक्षर गायत्री कहा जाए। ओ एटा कौन 64 अक्षर गायत्री हाँ अच्छा तेणु यही जो 64 अक्षर गायत्री है आपको जंत्र गायत्री बोली कहा जाए है। गायत्री 4 भाग विभक्त गोटे मंत्र गायत्री गोटे जंत्र गायत्री गोटे तत्व गायत्री गोटे हूँ सूत्र गायत्री। मु किंतु यूट्यूब रे केवल जंत्र गायत्री टाक बुझे तत्व गायत्री सूत्र गायत्री बुझेनी बुझेबी समय आसिले बुझेबी आ तेणु यही कहुए गायत्री ये हूँ 54 अक्षर आउ ये है आपणकर 10 द्वार 10 प्रणव 54 10 64। अच्छा एगुड़िक जो शरीर मध्य जो वायुसूत्र चली आमे अनुभव कौन माने वाइब्रेशन निये ना ना अनुभव टा केवल वाइब्रेशन अनुभव आउ कौन कि तार वाइब्रेशन गुड़ाक अनुभव करवा तार वाइब्रेशन गुड़ाक आम देह भितर अनुभव करवा चक्र गुड़ाक तार वाइब्रेशन अच्छी कौन ना से चक्र गुड़िकर वाइब्रेशन चक्र को मुझे आहरी विस्तार भाव में बुझापी फटोसप मुझे चित्र काटी दे सारापर लोक मैंने एकदम क्लीयर अतिरिक्त हाँते आ से समय टे आसी ना करनी ये चली सब कम चली किंतु आमे जो जो सिद्धि रस्तु बोली कहउछंदी सेटा माने सेटा कौन मुखरे सेटा रही दुई कर्ण आ दुई चक्षुरे ना कौन ना 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 सिद्धि रस्तु कमल ना ये है कौन मुख नासा चक्षु कर्ण मुख नासा चक्षु कर्ण 4 जगह 4टा अक्षर रही बुझल कि आज्ञा सिद्धि रस्तु 4टा हूँ 4 वेद बोली कह जाए। ओ हाँ कौन बुझे ना सीटा है ऋग्वेद मुख धीटा है यजुर्वेद नासा रटा है सामवेद चक्षु स्तूटा है आमर है अथर्ववेद कर्ण मुख नासा चक्षु कर्ण सिद्धि रस्तु यार बलराम यार हूँ सप्त पंचायत बसाण अच्छी ये बसाण जानले सब क्लीयर हो बसाण टा भी मुझे यूट्यूब रे छाड़ी ना यूट्यूब रे भविष्य को छाड़ी समय आसने समय मिलने छाड़े मुझे छाड़ी जापर ये गुड़ाक सब सप्त पंचायत बसाण केमती कौन हो दयानिधि परमहंस लिखिं से बसाण टा भी छाड़ी बलराम दास गोटे लेखा 36 गुप्त गीतार मुझे पढ़ी सिद्धि रस्तु घरे देख अजपा घर पूर्वटा कौन गोटे अच्छी ना ना से ठारी क्लीयर करी कही सिद्धि रस्तु घर है मुख नासा चक्षु कर्ण ये सिद्धि रस्तु घर बुझे या अजपा घर कह अजपा घर अर्थ ये तो जप हो पार ना तेणु अजपा घर सूक्ष्म कंपन वाइब्रेशन कहुए सूक्ष्म कंपन हाँ से बलराम दास लिखले अजपा घर आशीर्वाद रही निश्चित भाव में जिते आमर देखा जाऊँ माने निश्चित भाव में उन्नति हो पार गुरुंर आशीर्वाद न रही सब जिन ना ना ये तो ठीक कथा कारण कथा माने शुणा आउ जानिबा भितर बहुत फरक अच्छी हाँ निजस्व अनुभव ज्ञान आउ ये बही पढ़ा ज्ञान रे बहुत फरक अच्छी बहुत फरक गाइले बाइले कहिले कि हेब अनुभव कले पाई जीवर गति मूल अनुभव गुरु बिना गति नाही तेणु अनुभव कले सब जना पड़ हृदय अनुभव करिया पड़ो।